ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଆମେ ଏବେ ଯାଇଛୁ ଜେଣ୍ଟିଙ୍ଗ ଆଇଲାଣ୍ଡ ଏଇଟା ମାଲେସିଆରେ ରହୁଛି। ଆଉ ଆମେ ଏଇଟା ବାସୁଇ ଟେମ୍ପଲରୁ ହିଁ ଆରମ୍ଭ କଲୁ। ପ୍ରଥମେ ଗୋଟେ କେବୁଲ କାରରେ ଆପଣ ବସିବେ ଆଉ ସେଠି ଆପଣଙ୍କୁ କେବୁଲ କାରର ଟିକେଟ ନେଇକି ଆପଣ ବାରସୋଇ ଟେମ୍ପଲରେ ଓହ୍ଲେଇବେ ଆଉ ବାରସୋଇ ଟେମ୍ପଲକୁ ଯିବେ। ସେଠି ବୁଦ୍ଧଙ୍କର ମୂର୍ତ୍ତି ଆଉ ଏଇ ମନ୍ଦିର ଦେଖୁଛନ୍ତି କେତେ ସୁନ୍ଦର ଦେଖାଯାଉଛି ମନ୍ଦିର। ଆଉ ତାର ଭିଉ ଯୋଉ ଅଛି ଆପଣ ମାନେ ଦେଖନ୍ତୁ ସେଇଠି ଠିଆହେଇକି ଆପଣ ଭିଉ ବହୁତ ଏନ୍ଜୟ କରିବେ ଆଉ ଆପଣ ଦେଖିପାରୁଥିବେ କେବୁଲ କାର୍ ଏଇଠି ଆପଣ ମାନେ ସେଇଠି ଯାଇକି ଆପଣମାନଙ୍କର ମଲ୍ ବି ଯାଇପାରିବେ ଡାଇରେକ୍ଟ। ଆଉ ଏଇଟା ହଉଛି ମଲ୍ ଯୋଉଟା କି ଆମେ ଯାଇଥିଲୁ ଆଉ ସେଠି ଆପଣଙ୍କୁ ବହୁତ ସାରା ଗେମ୍ ଜୋନ୍ ଆପଣଙ୍କର ୱାଣ୍ଡରଲା ସେମିତି ରହୁଛି। ଆଉ ଆପଣଙ୍କର ଇନଡୋର ଗେମ୍ ଆଉଟଡୋର ଗେମ୍ ବହୁତ ସାରା ରହୁଛି। ତା ସହିତ ଆପଣଙ୍କର ଲଞ୍ଚ କରିବା ପାଇଁ ଆଉ ସପିଂ କରିବା ପାଇଁ ବହୁତ ସାରା ଫୁଡ ଆଉ ବିଭିନ୍ନ ପ୍ରକାର ଦେଶର ଖାଇବା ଆଉ ଆପଣଙ୍କୁ ସପିଂ କରିବା ପାଇଁ ବି ଭଲ ଭଲ ବ୍ରାଣ୍ଡେଡ ଜିନିଷ ମିଳିପାରିବ। ଆଉ ବାବୁକୁ ଦେଖନ୍ତୁ ଏଇଠି ସେ ବୁଲି ବୁଲିକି କେତେ ଭଲ ଭାବରେ ଖେଳୁଛି ଆଉ ଏନ୍ଜୟ କରୁଛି ମଲର। ଆଉ ସେଠି ଆମେ ବୁଲିଲା ପରେ ତାପରେ ଆମେ ବି କିଛି ସପିଂ କରିଥିଲୁ। ଆଉ ଆମେ ବୁଲି ବୁଲିକି ବହୁତ ସାରା ଜିନିଷ ବି ଦେଖିଥିଲୁ ଆଉ ଏକ୍ସପ୍ଲୋର କରିଥିଲୁ। ଏଇଠି ଆପଣ ଦେଖନ୍ତୁ ଆମେ ଯାଉଛୁ ସେକେଣ୍ଡ ଫ୍ଲୋରକୁ ଯୋଉଠିକି ଆମର ଖାଇବା ଲଞ୍ଚ ଆମେ କରିବା ପାଇଁ ସେଠି ଇଣ୍ଡିଆନ ରେଷ୍ଟୁରାଣ୍ଟ ଅଛି। ଆଉ ଆମେ ପାସ୍ କଲାବେଳେ ଏଇଠି ଏମିତି ଗୋଟେ ରେଷ୍ଟୁରାଣ୍ଟରେ ଏଠି ଡ୍ୟାନ୍ସ ଚାଲିଥିଲା। ଆଉ ଯେହେତୁ ଖ୍ରୀଷ୍ଟମାସ ଥିଲା ତ ସେମାନେ ଖ୍ରୀଷ୍ଟମାସ ଷ୍ଟେଟସରେ ଡ୍ୟାନ୍ସ କରୁଥିଲେ। ଆଉ ଏଠି ଆମେ ବି ଏନ୍ଜୟ କରୁଥିଲୁ ଆଉ ଏଠି ବାପା ପୁଅ ଦୁଇ ଜଣ ଯାକ ମିଶିକି ଏନ୍ଜୟ କରୁଛନ୍ତି। ତାପରେ ଆମେ ଯାଇଥିଲୁ ଆମର ଲଞ୍ଚ କରିଦେଇଥିଲୁ। ଲଞ୍ଚ କରିସାରିବା ପରେ ଆମେ ମଲ୍ କିଛି ସମୟ ବୁଲୁଥିଲୁ। ମଲ୍ କିଛି ସମୟ ବୁଲିଲା ପରେ ଆମେ ପୁଣି ଥରେ ଆମକୁ ବାରସୋଇ ଟେମ୍ପଲ ଏତେ ଭଲ ଲାଗିଲା ଆମେ ପୁଣି ଥରେ ରିଟର୍ନ କରିଥିଲୁ ବାରସୋଇ ଟେମ୍ପଲକୁ। ଆଉ ଏଇ ଯୋଉ ବେଲ୍ ଦେଖୁଛନ୍ତି ଏଇଟାକୁ ଆପଣ କିଛି ମାନସିକ ରଖିକି ଏ ବେଲଟିକୁ ବଜେଇବେ ଯୋଉଟାକି ଆପଣଙ୍କର ମାନସିକ ପୂରଣ ହୁଏ। ଆଉ ସେଠି ଯୋଉ ବୁଦ୍ଧଙ୍କର ବଡ ମୂର୍ତ୍ତି ଅଛି ଆଉ ସେଠି ଆମେ ବୁଲିଲୁ ଆଉ ତାର ଭିଉ ବି ଦେଖନ୍ତୁ ଆପଣ ଏତେ ସୁନ୍ଦର ଲାଗିବ ଆପଣଙ୍କୁ ସେଠୁ ଆସିବାକୁ ଇଚ୍ଛା ହବନି। ତାପରେ ଆମେ ସେ କେବୁଲ କାରରେ ପୁଣି ରିଟର୍ନ କରି ଆସିଲୁ।